ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ଏଯାବତ୍ କଂଗ୍ରେସ, ବିଜେଡ଼ି, ବିଜେପି ତାଙ୍କର ଦଳୀୟ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ହେଲେ ଦଳଡିଆଁ ଜୋରସୋରରେ ଚାଲିଛି ଏବଂ ନୀଳଗିରି ରାଜନୀତିର ଉଷ୍ଣତା ଏବେ କହିଲେ ନ ସରେ। ଜୋରସୋରରେ ଅଛି ଉଷ୍ଣତା। ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡ଼ିକୁ ଆସିଲା ପରେ ବିଜେଡ଼ିର ବହୁଦିନ ଧରି ଯିଏ ସଂଗଠନକୁ ବଞ୍ଚେଇ ରଖିଥିଲେ ସିଏ ଏବେ କଣଠେସା। ଏବଂ ସୁକାନ୍ତ ନାୟକ ବିଜେପିରୁ ଆସି ବିଜେଡ଼ିର ଜଏନ୍ କରିବା ପରେ ପରେ ବିଜେପିରେ ଥିବା ସମୟରେ ତାଙ୍କର ଯେତେକ ସମର୍ଥକ ଥିଲେ, ସରପଞ୍ଚ କୁହନ୍ତୁ, ସମିତି ସଭ୍ୟ କୁହନ୍ତୁ, ସେମାନେ ବି ଆସ୍ତେ ଆସ୍ତେ ବିଜେପି ଛାଡ଼ି ବିଜେଡ଼ିରେ ଜଏନ୍ କରିବା ଆରମ୍ଭ କରିଛନ୍ତି ଏବଂ ସୁକାନ୍ତ ନାୟକଙ୍କର ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ସେହି କ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀର ଶତାଧିକ ବିଭିନ୍ନ ଦଳର କର୍ମୀ ଏବେ ସୁକାନ୍ତ ନାୟକଙ୍କ ରାଜନୈତିକ ଛତ୍ରଛାୟା ତଳେ ରହିବାକୁ ତାଙ୍କ ସହିତ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡ଼ି ଦଳରେ ସାମିଲ ହେବା ପରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଦଳର କର୍ମୀମାନେ ଶୁଭେଚ୍ଛା ଜଣାଉଛନ୍ତି ଏବଂ ବିଜୁ ଜନତା ଦଳର ସାମିଲ ହେଉଛନ୍ତି। ପ୍ରତିଦିନ ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ଦଳରୁ କର୍ମୀଙ୍କର ସୁଅ ଛୁଟିଛି। ଆଜି ସେହି କ୍ରମରେ ଦ୍ୱିପ୍ରହରେ ଦକ୍ଷିଣ ନରସିଂହପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟା କର୍ମୀମାନଙ୍କୁ ସୁକାନ୍ତ ନାୟକ ବିଜେଡ଼ିର ଉତ୍ତରୀୟ ଫୁଲଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଦଳର ସାମିଲ କରିଛନ୍ତି ଏବଂ ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ମିଳିମିଶି କାମ କରିବେ ବୋଲି ମଧ୍ୟ ସୁକାନ୍ତ ନାୟକ କହିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଯେଉଁମାନେ ଏବେ ବିଜେପି କିମ୍ବା କଂଗ୍ରେସ ଛାଡ଼ିକି ସୁକାନ୍ତ ନାୟକଙ୍କ ସହିତ ବିଜେଡ଼ିରେ ଆସିକି ସାମିଲ ହେଉଛନ୍ତି, ଯଦି ତାଙ୍କୁ ଦଳ ଟିକେଟ ନ ଦିଏ ତାହେଲେ ସେମାନେ ଦଳ ଯାହାକୁ ଟିକେଟ ଦେବ ବିଜେଡ଼ି ତା ସହିତ ରହିବେ ତ? ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।